Hi friends, welcome to my channel. ଆଜି ଆମେ ଡିସ୍କସ୍ କରିବା ସ୍ଲାଇସ୍ ଅପରେଟର ଇନ୍ ପାଇଥନ୍। ଇଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ପାଇଥନ୍ର। ତ ଲେଟ୍ସ ଷ୍ଟାର୍ଟ। ସ୍ଲାଇସ୍ ଅପରେଟରରେ ତିନିଟା ପାର୍ଟ ଥାଏ, ବିଗିନ୍, ଏଣ୍ଡ, ଦେନ୍ ଷ୍ଟେପ୍। ତାର ସିଣ୍ଟାକ୍ସ ହେଉଛି ଏସ୍ ଅଫ୍ ବିଗିନ୍, କମା କମା ୟୁଜ୍ କରନ୍ତିନି, ଆମେ କଲନ୍ ୟୁଜ୍ କରନ୍ତି, ଦେନ୍ ଏଣ୍ଡ, colon, then step, then square bracket and. So begin ଆଉ end ଆଉ step, these are all not compulsory, all are optional. Optional ମାନେ ଆମେ ତାର ଭ୍ୟାଲ୍ୟୁ ଦେଇପାରିବା, ନ ଦେଇ ବି ପାରିବା। ଯାହା ବି ହଉ, ଆମେ ସବୁବେଳେ ସ୍ଲାଇସ୍ ଅପରେଟର କାମ କରନ୍ତି ଗୋଟେ ଷ୍ଟ୍ରିଙ୍ଗ ଉପରେ। ଷ୍ଟ୍ରିଙ୍ଗ କ'ଣ ନା, ଷ୍ଟ୍ରିଙ୍ଗ ହେଉଛି ଇଟ୍ ଇଜ୍ ଏ ସିକ୍ୱେନ୍ସ ଅଫ୍ କ୍ୟାରେକ୍ଟର। ମୁଁ ଲେଖୁଛି RAM, ରାମ, ଦିସ୍ ଇଜ୍ ଏ ଷ୍ଟ୍ରିଙ୍ଗ। ମୁଁ ଲେଖୁଛି ହରି, ଦିସ୍ ଇଜ୍ ଏ ଷ୍ଟ୍ରିଙ୍ଗ। ମୁଁ ଲେଖୁଛି ୱେଲକମ୍, ଦିସ୍ ଇଜ୍ ଅଲସୋ ଏ ଷ୍ଟ୍ରିଙ୍ଗ, ସିକ୍ୱେନ୍ସ ଅଫ୍ କ୍ୟାରେକ୍ଟର। ତ ସବୁବେଳେ ଆମେ ଗୋଟେ ଷ୍ଟ୍ରିଙ୍ଗକୁ ସିଙ୍ଗଲ କୋଟ୍ ବା ଡବଲ କୋଟ୍ରେ ଲେଖନ୍ତି। ଯଦି ଆମେ ସିଙ୍ଗଲ କୋଟ୍ ବା ଡବଲ କୋଟ୍ ୟୁଜ୍ ନ କରିବା ତାହେଲେ ସେଟା ଏରର ଦେବ। ଚାଲ ଏବେ ମୁଁ ଆଉ ଟିକେ ଡେସ୍କ୍ରାଇବ୍ କରୁଛି। ମୁଁ ଗୋଟେ ଷ୍ଟ୍ରିଙ୍ଗ ନେଇଛି ABCDEFG। ତ ସ୍ଲାଇସ୍ ଅପରେଟରରେ ଗୋଟେ ଷ୍ଟ୍ରିଙ୍ଗରେ, ପ୍ରତ୍ୟେକ ଷ୍ଟ୍ରିଙ୍ଗରେ ତାର ଇଣ୍ଡେକ୍ସ ଭ୍ୟାଲୁ ଥାଏ। ସୋ ମନେ ରଖିବ, ଇଣ୍ଡେକ୍ସ ଭ୍ୟାଲୁ ଅଲୱେଜ ଷ୍ଟାର୍ଟସ୍ ଫ୍ରମ୍ 0। ତ A ର ଇଣ୍ଡେକ୍ସ ଭ୍ୟାଲୁ ହେଉଛି 0, B ର 1, C ର 2, D ର 3, E ର 4, F ର 5, G ର 6। ଆଉ ଯେତେବେଳେ ଆମେ ପଜିଟିଭ ନମ୍ବର ପାଇଁ କାମ କରିବା ବା ପଜିଟିଭ ନମ୍ବର ଆମେ ସ୍ଲାଇସ୍ ଅପରେଟରରେ ନେବା, ଇଟ୍ ଅଲୱେଜ ମୁଭ୍ ଫ୍ରମ୍ ଲେଫ୍ଟ ଟୁ ରାଇଟ୍। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଆମେ ଯେତେବେଳେ ପ୍ରାକ୍ଟିସ୍ କରିବା ମୁଁ ଦେଖେଇବି କେମିତି ପଜିଟିଭ ନମ୍ବରରେ ଏଇଟା କାମ କରୁଛି। ସେଇଭଳିଆ ମୁଁ ଯଦି ରାଇଟ୍ ସାଇଡ୍ରୁ ଲେଫ୍ଟ ସାଇଡ୍କୁ ଆସିବି ତାହେଲେ ତାର ଇଣ୍ଡେକ୍ସ ନମ୍ବର ହେବ -1, -2, -3, -4, -5, -6, -7। ଚାଲ ଫ୍ରେଣ୍ଡସ୍, ଆଉ ଡେରି କରିବାନି, ଆମେ କମାଣ୍ଡ ପ୍ରମ୍ପ୍ଟକୁ ଯିବା ଆଉ ପାଇଥନ୍କୁ ଓପନ୍ କରିବା। ମୁଁ ଟାଇପ୍ କଲି cmd, କମାଣ୍ଡ ପ୍ରମ୍ପ୍ଟ ଓପନ୍ ହେଇଗଲା। ମୁଁ ଏଠୁ ଟାଇପ୍ କରିବି ପାଇଥନ୍। ମୁଁ ବର୍ତ୍ତମାନ ପାଇଥନ୍ ଭିତରେ ଅଛି। ୟାର ଇନଷ୍ଟଲେସନ୍ କରିବା ପାଇଁ ପଡ଼େ। ଇନଷ୍ଟଲେସନ୍ କଲା ପରେ ଆମେ MS-DOSରୁ ତାକୁ ଆକ୍ସେସ୍ କରିପାରିବା। ମୁଁ ଗୋଟେ ଷ୍ଟ୍ରିଙ୍ଗ ବର୍ତ୍ତମାନ ନେଉଛି, S ଇକ୍ୱାଲ୍ ଟୁ, ମୁଁ ଷ୍ଟ୍ରିଙ୍ଗ ଗୋଟେ ନେଲି, ଟିକେ ଛାଡ଼ି ଛାଡ଼ି ଲେଖୁଛି ସୋ ଦ୍ୟାଟ୍ ବୁଝିବା ପାଇଁ ସହଜ ହେବ। ମୁଁ ଗୋଟେ ଷ୍ଟ୍ରିଙ୍ଗ ନେଉଛି ABCDEF। ମୁଁ ବର୍ତ୍ତମାନ S ଅଫ୍ ସ୍କୋୟାର ବ୍ରାକେଟ୍ ଦଉଛି, ମୁଁ ତାକୁ କହୁଛି S ଅଫ୍, କନଫ୍ୟୁଜ ହବାର କିଛି। S ଅଫ୍ ମୁଁ ତା ଭିତରେ ଦଉଛି 1:3। ମୁଁ ତାହେଲେ ଷ୍ଟାର୍ଟିଂ ଭ୍ୟାଲୁ ଦେଲି ଆଉ ଏଣ୍ଡିଂ ଭ୍ୟାଲୁ ଦେଲି। ଷ୍ଟେପ୍ ମୁଁ ଦେଇନାହିଁ। ଷ୍ଟେପ୍ ଆମେ ଟିକେ ପରେ ଦେଖିବା। ଫାଷ୍ଟ ଦେଖିବା କେମିତି ପଜିଟିଭ ନମ୍ବରରେ ଷ୍ଟାର୍ଟିଂ ଭ୍ୟାଲୁ ଆଉ ଏଣ୍ଡିଂ ଭ୍ୟାଲୁରେ କେମିତି କାମ କରୁଛି। ତ ୟାର ଆଉଟପୁଟ୍ କ'ଣ ଆସିବ? 1ରୁ ଷ୍ଟାର୍ଟ ହେଉଛି। 1ର ଇଣ୍ଡେକ୍ସ ଭ୍ୟାଲୁ କେତେ? 1ର ଇଣ୍ଡେକ୍ସ ଭ୍ୟାଲୁ ଆମେ ଦେଖିଦେବା ଡାଇଗ୍ରାମରୁ। 1ର ଇଣ୍ଡେକ୍ସ ଭ୍ୟାଲୁ ହେଉଛି ବା 1ର ଭ୍ୟାଲୁ ହେଉଛି କେତେ? B।
B ରୁ ତାହେଲେ ଷ୍ଟାର୍ଟ ହବ। B ରୁ କେତେ ଯାଇଯିବ, ଏଣ୍ଡ ଭ୍ୟାଲୁ କେତେ ଅଛି 3। ତ ସ୍ଲାଇସ୍ ଅପରେଟରରେ ଏଣ୍ଡ ଭ୍ୟାଲୁ ଯେତିକି ଦିଆ ହେଇଥାଏ ଆମେ ଗୋଟିଏ ମାଇନସ୍ କରୁ। ଇମ୍ପୋର୍ଟାଣ୍ଟ ପଏଣ୍ଟ। ତ ଆମେ ଯିବା 1 ରୁ 2 ପର୍ଯ୍ୟନ୍ତ। ତାହେଲେ A ହେଉଛି 0, B ହେଉଛି 1, C ହେଉଛି 2। ତ ଆମର ଆଉଟପୁଟ୍ ଆସିବ BC। ଚାଲ ଦେଖିବା ଆଉଟପୁଟ୍ ଆସିଲା BC। ମୁଁ ଆଉ ଗୋଟେ ଏକ୍ସାମ୍ପଲ ଦଉଛି। S ଅଫ୍ ମୁଁ ଦଉଛି 4:6। ଟିକେ ପଜ୍ କର, କହିବା ପାଇଁ ଟ୍ରାଏ କର। ତମର ୟାର ଷ୍ଟାର୍ଟିଂ ଭ୍ୟାଲୁ କେତେ ଅଛି 4। ତାହେଲେ 4 ନମ୍ବର ଇଣ୍ଡେକ୍ସ ଭ୍ୟାଲୁରୁ ଷ୍ଟାର୍ଟ ହବ। କେତେ ନମ୍ବର ଯାଏ ଯିବ, 6 ନମ୍ବର ଯାଏ ଯିବ। ବଟ୍ ଏଣ୍ଡିଂ ଭ୍ୟାଲୁ ଯାହା ଥାଏ ଆମେ ଗୋଟେ ମାଇନସ୍ କରନ୍ତି। ତାହେଲେ 4 ରୁ 5 ନମ୍ବର ଲାଇନ୍ ଯାଏ ଯିବ ଷ୍ଟ୍ରିଙ୍ଗର। ତ 4 ନମ୍ବର କେତେ ହେଉଛି, A ହେଉଛି 0। ଦେଖିଦେବା ଏଠି A ହେଉଛି 0, B 1, C। ତ 4 ନମ୍ବର କେତେ ହେଉଛି E। 4 ନମ୍ବରରୁ କେତେ ନମ୍ବର ଯାଏ ଯିବ, 5 ନମ୍ବର ଯାଏ। ଯେହେତୁ 6 ଅଛି, 6ରୁ ଆମେ ଗୋଟେ ମାଇନସ୍ କରିଦେବା। ତ 4 ରୁ 5 ନମ୍ବର ଯାଏ ଯିବ। ତାହେଲେ 4 କେତେ E, 5 କେତେ F। ତାହେଲେ ଆମର ଆଉଟପୁଟ୍ କ'ଣ ଆସିବ, E ଆଉ F। ଚାଲ ଦେଖିବା। ଭେରି ଗୁଡ୍, E ଆଉ F ଆସିଲା। ସେଇଭଳିଆ ଆଉ ଗୋଟେ ଏକ୍ସାମ୍ପଲ ଦଉଛି। S ଅଫ୍ ମୁଁ ଦଉଛି 2:8। 2:8। ତାହେଲେ ଷ୍ଟାର୍ଟ ଭ୍ୟାଲୁ କେତେ ଅଛି 2, ଏଣ୍ଡ ଭ୍ୟାଲୁ କେତେ ଅଛି 8। ମୁଁ କହିଥିଲି ଏଣ୍ଡ ଭ୍ୟାଲୁ ଯାହା ଥିବ ଗୋଟେ ମାଇନସ୍ କରିଦେବ। ତାହେଲେ 2ରୁ କେତେ ଯାଏ ଯିବ, 7 ଯାଏ ଯିବ। ତ 2ର ଭ୍ୟାଲୁ କେତେ ଅଛି, 2ର ଭ୍ୟାଲୁ ହେଉଛି C। C ରୁ କେତେ ଯାଏ ଯିବ, 7 ପର୍ଯ୍ୟନ୍ତ। ବଟ୍ ଆମ ଷ୍ଟ୍ରିଙ୍ଗରେ 6 ପର୍ଯ୍ୟନ୍ତ ଅଛି। ତ 7 ଆଉ ନାହିଁ। ତ ଯେତିକି ଥିବ ଅପ୍ ଟୁ 6 ପର୍ଯ୍ୟନ୍ତ ଆମକୁ ପ୍ରିଣ୍ଟ କରିଦେବ। ତାହେଲେ C ରୁ G ପର୍ଯ୍ୟନ୍ତ ପ୍ରିଣ୍ଟ କରିବ। C D E F ଆସିଲା 2:8। 2:8 ହଁ ପରଫେକ୍ଟ ଅଛି। ଆମେ ନେଇଛନ୍ତି A B C D E F। ଏଇଠି ମୁଁ ଏକ୍ସଟ୍ରା ନେଇଯାଇଛି G ନେଇଯାଇଛି। ହଉ ଠିକ୍ ଅଛି, ଆମେ ତାକୁ ଚେଞ୍ଜ କରିଦେବା। ଆମେ S ର ଭ୍ୟାଲୁ ଆଉ ଗୋଟେ ଆଡ୍ କରିଦେବା G। ତାହେଲେ ଏବେ ଯଦି ମୁଁ 2:8 କରିବି ଆସିବ C ଠାରୁ G ପର୍ଯ୍ୟନ୍ତ। ଯେହେତୁ ଆମର ଏଣ୍ଡିଂ ଭ୍ୟାଲୁ ପହଞ୍ଚିଗଲା। ସେଇଭଳିଆ ମୁଁ ଆଉ ଗୋଟେ ଏକ୍ସାମ୍ପଲ ଦଉଛି। S ଅଫ୍ ମୁଁ ଦଉଛି 1:4। ତାହେଲେ ଷ୍ଟାର୍ଟିଂ ଭ୍ୟାଲୁ ଏଠି କେତେ 1, ଏଣ୍ଡିଂ ଭ୍ୟାଲୁ କେତେ ଅଛି 4। ମୁଁ କହିଥିଲି ଏଣ୍ଡିଂ ଭ୍ୟାଲୁ ଯେତିକି ଥିବ ଗୋଟେ ମାଇନସ୍ କରିଦେବ। ତ 1 ରୁ 3 ପର୍ଯ୍ୟନ୍ତ ଯିବ। 1 ର ଭ୍ୟାଲୁ କେତେ ଅଛି B, 2 ହେଲା C, D ହେଉଛି 3। ତାହେଲେ ଆଉଟପୁଟ୍ ଆସିବ BCD। ଦେଖିବା ଚାଲ BCD ପରଫେକ୍ଟ କାମ କଲା। ଏବେ ଟିକେ ଅଲଗା ଏକ୍ସାମ୍ପଲ ମୁଁ ଦଉଛି। S ଅଫ୍ ମୁଁ ଦଉଛି 4:1। ମୁଁ ଉଲ୍ଟେଇ ଦେଲି। ତାହେଲେ ଷ୍ଟାର୍ଟିଂ ଭ୍ୟାଲୁ କେତେ ଅଛି 4, ଏଣ୍ଡିଂ ଭ୍ୟାଲୁ କେତେ ଅଛି 1। 4 ରୁ ଷ୍ଟାର୍ଟ କରିବ, 1 ରେ ଏଣ୍ଡ କରିବ। କିନ୍ତୁ ଏଣ୍ଡ ଭ୍ୟାଲୁ ଯାହା ଥାଏ ଗୋଟେ ଆମେ ମାଇନସ୍ କରିଦିଅନ୍ତି। ତାହେଲେ 4 ରୁ 0 ପର୍ଯ୍ୟନ୍ତ ଯିବ। ଠିକ୍ ଅଛି, ଦେଖିବା 4 ନମ୍ବର ଇଣ୍ଡେକ୍ସ ଭ୍ୟାଲୁ କେତେ ଅଛି E। 4 ରୁ ଯିବ କେତେ 0 ପର୍ଯ୍ୟନ୍ତ, ମାନେ ଲେଫ୍ଟ ସାଇଡ୍ ଯିବ। କିନ୍ତୁ ପଜିଟିଭ ନମ୍ବରରେ ଅଲୱେଜ୍ वी आर गोइंग टू ରାଇଟ୍ ସାଇଡ୍, ନଟ୍ ଟୁ ଲେଫ୍ଟ ସାଇଡ୍। ତ ସେ କିଛି ବୁଝିପାରିବ ନାହିଁ। ସେ କ'ଣ ଦବ, ସେ ଦବ ନଲ୍, କିଛି ଦବନି। ବୁଝିପାରିଲାନି। 4 ରୁ 1 ଯାଇପାରିବ ନାହିଁ। କାରଣ 4 ର ଇଣ୍ଡେକ୍ସ
ଚାରି ଇଣ୍ଡେକ୍ସ ଭ୍ୟାଲୁର ଇଣ୍ଡେକ୍ସ ଭ୍ୟାଲୁ କେତେ ଅଛି? ଇ ଅଛି। ଇ ରୁ ଆମେ ରାଇଟ୍ କୁ ଯାଇପାରିବା, ବଟ୍ ଆମେ ଲେଫ୍ଟ କୁ ଯାଇପାରିବା ନାହିଁ। ସେଥିପାଇଁ ସେ ବୁଝିପାରିଲାନି, ଏମ୍ପ୍ଟି ଷ୍ଟ୍ରିଙ୍ଗ ଆମକୁ ଦେଇଦେଲା। ନେକ୍ସଟ ଆଉ ଗୋଟେ ଏକ୍ଜାମ୍ପଲ ଦବା। ମୁଁ ଏବେ ଷ୍ଟେପ୍ ଏକ୍ଜାମ୍ପଲ ଦଉଛି ପଜିଟିଭ ର। ଏସ୍ ଅଫ୍ ମୁଁ ଦେଲି 1:5 ଷ୍ଟେପ୍ 2। ଷ୍ଟେପ୍ କମ୍ପଲସରି ନୁହେଁ। ଯଦି ଆମେ ଷ୍ଟେପ୍ ଭ୍ୟାଲୁ କିଛି ନଉନାହାନ୍ତି, ସେ ବାଇ ଡିଫଲ୍ଟ 1 କାମ କରେ। ତ ଏଠି ଆମେ ଷ୍ଟେପ୍ ଭ୍ୟାଲୁ କେତେ ଦେଲେ? 2। ତ ଷ୍ଟାର୍ଟିଂ ଭ୍ୟାଲୁ କେତେ? 1। 1 ରୁ ଯିବ, ଏଣ୍ଡ ଭ୍ୟାଲୁ କେତେ ଅଛି? 5। ମୁଁ କହିଥିଲି ଏଣ୍ଡ ଭ୍ୟାଲୁ ଯାହା ଥିବ ଗୋଟେ ମାଇନସ୍ କରିଦବ। ତାହେଲେ 1 ରୁ 4ଟା ପର୍ଯ୍ୟନ୍ତ ଯିବ। 1 ରୁ 4 ଗଲେ କେତେ ହବ? ମୁଁ ବର୍ତ୍ତମାନ ଷ୍ଟେପ୍ ଭ୍ୟାଲୁଟାକୁ କାଟି ଦଉଛି। ୟା ପରେ ନେକ୍ସଟ ମୁଁ ଷ୍ଟେପ୍ ଭ୍ୟାଲୁ ଦେବି। ତ 1:5 କେତେ ହବ? 1:5 1 ରୁ 4 ପର୍ଯ୍ୟନ୍ତ ଯିବ। B C D E। ତାହେଲେ ଆଉଟପୁଟ କଣ ଆସିବ? B C D E। ଦେଖିଦବା B C D E। ଏବେ ମୁଁ ତାକୁ ଷ୍ଟେପ୍ ଭ୍ୟାଲୁ ଗୋଟେ ଆଡ୍ କରିବି। ଷ୍ଟେପ୍ ଭ୍ୟାଲୁ ଦେଲି 2। 2 ଅର୍ଥ କଣ? ଯେତିକି ଥିବ ଷ୍ଟେପ୍ ଭ୍ୟାଲୁ ଗୋଟେ ଆମେ ମାଇନସ୍ କରିଦବା। ତାହେଲେ ସେ ଡେଇଁବ କେତେ? ଗୋଟେ ଡେଇଁବ, ମାନେ ଗୋଟେକୁ ସିଏ ସ୍କିପ୍ କରିଦବ। ତ B ପରେ ଗୋଟେ ଡେଇଁଲେ କେତେ ଆସିବ? D ଆସିବ। ତେଣୁ B ଦବ, ଗୋଟେ ଡେଇଁଲା D ଦେଲା। D ପରେ ଗୋଟେ ଦେଇ ସାରିଲା ପରେ ଆଉ କିଛି ଭ୍ୟାଲୁ ନାହିଁ। ତ ଆମର ଆଉଟପୁଟ ଆସିବ B ଆଉ D। ଏକ୍ସିଲେଣ୍ଟ। B ଆଉ D ଆସିଲା। ମୁଁ ସେଇଭଳିଆ ଆଉ ଗୋଟେ ଷ୍ଟେପ୍ ଭ୍ୟାଲୁର ଏକ୍ଜାମ୍ପଲ ଦଉଛି। S ଅଫ୍ ମୁଁ ଦେଲି 2:6। ପ୍ରଥମେ ବିନା ଷ୍ଟେପ୍ ଭ୍ୟାଲୁରେ କାଢିବା। ତ 2 ହଉଛି ଆମର ଷ୍ଟାର୍ଟିଂ ଭ୍ୟାଲୁ, 6 ହଉଛି ଆମର ଏଣ୍ଡିଂ ଭ୍ୟାଲୁ। ତ ଏଣ୍ଡିଂ ଭ୍ୟାଲୁ 6 ଅଛି ମାନେ ଗୋଟେ ଆମେ କମେଇ ଦବା। ତାହେଲେ 2 ରୁ ଯିବ 5 ପର୍ଯ୍ୟନ୍ତ। 2 ରୁ 5 ପର୍ଯ୍ୟନ୍ତ ଗଲେ କେତେ ଆସିବ? 2 ର ଭ୍ୟାଲୁ କେତେ? C। F ହଉଛି 5 ନମ୍ବର। ତାହେଲେ C ରୁ F ପର୍ଯ୍ୟନ୍ତ ପ୍ରିଣ୍ଟ କରିବ। ଚାଲ ଦେଖିବା। C ରୁ F ପର୍ଯ୍ୟନ୍ତ ପ୍ରିଣ୍ଟ କଲା। ମୁଁ ଏଇଥିରେ ଷ୍ଟେପ୍ ଭ୍ୟାଲୁ ବର୍ତ୍ତମାନ ଆଡ୍ କରିବି। କଲନ୍ ମୁଁ ଷ୍ଟେପ୍ ଭ୍ୟାଲୁ ଦଉଛି 2 ଦଉଛି, 3 ଦଉଛି। ଠିକ ଅଛି, ମୁଁ 3 ଦଉଛି। 3ଟା ଡେଇଁବ। କିନ୍ତୁ ମୁଁ କହିଥିଲି ଷ୍ଟେପ୍ ଭ୍ୟାଲୁ ଯାହା ଥିବ ଗୋଟେ ମାଇନସ୍ କରିଦବ। ଏଟା ହଉଛି ସ୍ଲାଇସ୍ ଅପରେଟର ରୁଲ। ତ 3 ରୁ 1 ଗଲେ କେତେ? 3 ରୁ 1 ଗଲେ 2। ତାହେଲେ ଦିଟା ସିଏ ଡେଇଁବ। ତେଣୁ 2:6 ରେ ଆମର ଆଉଟପୁଟ ଆସିଥିଲା କେତେ? C D E F। ତ ଏଇଥିରେ ଆମେ ଷ୍ଟେପ୍ ଭ୍ୟାଲୁ ଦେଲେ କେତେ? 3। ତ C ରୁ ଷ୍ଟାର୍ଟ ହବ, ତାପରେ ଦିଟା ଡେଇଁବ। ଦିଟା ଡେଇଁ ସାରିଲା ପରେ F କୁ ପ୍ରିଣ୍ଟ କରିବ। F ପରେ ଆଉ କିଛି ନାହିଁ, ଆଉ କିଛି ଦେଖିବା ବି ଦରକାର ନାହିଁ। ତାହେଲେ C ଆଉ F ଆମର ଆଉଟପୁଟ ଆସିବ। ଚାଲ ଦେଖିବା। C ଆଉ F ଆଉଟପୁଟ ଆସିଲା। ଆଇ ହୋପ ପଜିଟିଭ ନମ୍ବରରେ ସମସ୍ତେ ବୁଝିପାରିଥିବେ। ଦେନ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ ଇଜ ନେଗେଟିଭ ନମ୍ବର। ନେଗେଟିଭ ନମ୍ବର କେମିତି କାମ କରେ। ଆଉ ଟିକେ ଇଜି ଏକ୍ଜାମ୍ପଲ ଦଉଛି। S ଅଫ୍ ମୁଁ ଦଉଛି 5:1:-1। ଏଇଟା ଗୋଟେ ବେଷ୍ଟ ଏକ୍ଜାମ୍ପଲ। 5 ରୁ ଷ୍ଟାର୍ଟ ହେଲା, 1 ପର୍ଯ୍ୟନ୍ତ ଗଲା। ଆମର ଷ୍ଟେପ୍ ଭ୍ୟାଲୁ କେତେ ଅଛି? -1। ତ 5 କେତେ ଅଛି? 1 2 3 4 5। 5 ନମ୍ବର ପର୍ଯ୍ୟନ୍ତ ଗଲା। 5 ନମ୍ବରରୁ କେତେ ଯାଏଁ ଯିବ? 5 ନମ୍ବରରୁ ଯିବ 1 ନମ୍ବର ପର୍ଯ୍ୟନ୍ତ ଯିବ। 1 ନମ୍ବର କେତେ ଅଛି? ନା B। ତ ଏଇଠି ଯୋଉ ଏଣ୍ଡ ଭ୍ୟାଲୁ ଅଛି, ଆମେ ଗୋଟିଏ କମେଇ ଦବା।
ତାହେଲେ F ରୁ C ପର୍ଯ୍ୟନ୍ତ ସିଏ ପ୍ରିଣ୍ଟ କରିବ। ଦେଖିଦବା ଆଉ ଥରେ ଏକ୍ସପ୍ଲେନ କରିବି ନହେଲେ F F E D C F E D C ଆଉ ଥରେ ତାକୁ ବୁଝିବା ପାଇଁ ଚେଷ୍ଟା କରିବା। 5 ନମ୍ବରରୁ ଷ୍ଟାର୍ଟ ହେଲା, ଷ୍ଟାର୍ଟ ଭ୍ୟାଲୁ କେତେ 5 ହେଉଛି ଆମର ଷ୍ଟାର୍ଟ ଭ୍ୟାଲୁ ମାନେ F। 5 ନମ୍ବରରୁ କେତେ ନମ୍ବର ଯାଇ ଯିବ? 5 ନମ୍ବରରୁ 1 ନମ୍ବର ଯାଇ ଯିବ। 1 ନମ୍ବର କେତେ ଅଛି? B। ମୁଁ କ'ଣ କହିଥିଲି? ଯଦି ନେଗେଟିଭ ନମ୍ବର ଥିବ ଷ୍ଟେପ୍ ଭ୍ୟାଲୁ ତାହେଲେ ଏଣ୍ଡ ଭ୍ୟାଲୁକୁ ଆମେ କ'ଣ କରିବା? +1 କରିଦେବା। +1 କରିଦେବା। ଏଠି କେତେ ଅଛି? 1 ଅଛି। +1 କଲେ କେତେ ହେବ? 2 ହେବ। ତାହେଲେ 5 ରୁ 2 ପର୍ଯ୍ୟନ୍ତ ପ୍ରିଣ୍ଟ କରିବ। 5 ରୁ 5 5 ହେଉଛି F। 5 ରୁ C ପର୍ଯ୍ୟନ୍ତ ପ୍ରିଣ୍ଟ କରିବ। 5 ରୁ F ରୁ C ପର୍ଯ୍ୟନ୍ତ ପ୍ରିଣ୍ଟ କଲା। ମାଇନସ୍ ଥିଲା ତେଣୁ ରାଇଟ୍ ରୁ ଲେଫ୍ଟ ପର୍ଯ୍ୟନ୍ତ ପ୍ରିଣ୍ଟ କଲା। ଆଇ ହୋପ୍ ସମସ୍ତେ ବୁଝିପାରୁଥିବ। ନେକ୍ସଟ ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଏକ୍ଜାମ୍ପଲ ଦଉଛି। ଆମକୁ ବେଳେବେଳେ ଏକ୍ଜାମରେ ପଡ଼େ ହାଉ ଟୁ ରିଭର୍ସ ଏ ଷ୍ଟ୍ରିଙ୍ଗ ଅର୍ ଚେକ୍ ଏ ନମ୍ବର ଅର୍ ଷ୍ଟ୍ରିଙ୍ଗ ଇଜ୍ ପ୍ୟାଲିଣ୍ଡ୍ରମ୍ ଅର୍ ନଟ୍। ତ ସେଇ କେସ୍ରେ ଗୋଟେ ଷ୍ଟ୍ରିଙ୍ଗକୁ ଆମେ ଉଲ୍ଟେଇବା କେମିତି? ଧର ଏ ବି ଏ ଅଛି, ତାକୁ ଉଲ୍ଟେଇ ଦେଲେ କ'ଣ ହେବ? ସେଇ ଏ ବି ଏ, ତାହେଲେ ଏଇ କ୍ୟାରେକ୍ଟରଟା ଗୋଟେ ପ୍ୟାଲିଣ୍ଡ୍ରମ୍। ମୁଁ ଯଦି ଲେଖିବି ପି କ୍ୟୁ ଆର୍, ୟାକୁ ଉଲ୍ଟେଇଲେ କେତେ ହେବ? ଆର୍ କ୍ୟୁ ପି, ଦେନ୍ ଇଟ୍ ଇଜ୍ ନଟ୍ ଏ ପ୍ୟାଲିଣ୍ଡ୍ରମ୍। ତ ଏଇ ପ୍ରୋଗ୍ରାମ ବେଳେବେଳେ କ୍ୱେଶ୍ଚନ୍ ଆସେ, ଇଣ୍ଟରଭ୍ୟୁରେ ପଚାରନ୍ତି ବା ଏକ୍ଜାମରେ ବି ଆସେ। ତ ଆମେ ପ୍ରଥମେ ସ୍ଲାଇସ୍ ଅପରେଟର ୟୁଜ୍ କରିକି ଗୋଟେ ଷ୍ଟ୍ରିଙ୍ଗକୁ କେମିତି ରିଭର୍ସ କରିବା। ମୁଁ ଯଦି ଲେଖିବି ଏସ୍ ଅଫ୍, ମୁଁ ଷ୍ଟାର୍ଟିଂ ଭ୍ୟାଲୁ କିଛି ଦେଲିନି, ଏଣ୍ଡିଂ ଭ୍ୟାଲୁ କିଛି ଦେଲିନି, ଷ୍ଟେପ୍ ଦଉଛି -1, ଷ୍ଟେପ୍ ଦଉଛି -1। ଟିକେ ବୁଝିବା, ମୁଁ ଷ୍ଟାର୍ଟିଂ ଭ୍ୟାଲୁ କିଛି ଦେଇନାହିଁ ମାନେ କେତେ? 0 ରୁ ଷ୍ଟାର୍ଟ ହେଲା, ରାଇଟ୍? ମାନେ ଷ୍ଟ୍ରିଙ୍ଗର ପ୍ରଥମରୁ ଷ୍ଟାର୍ଟ ହେଲା। ଏଣ୍ଡିଂ ଭ୍ୟାଲୁ କିଛି ଦେଇନାହିଁ, ସିଏ ପୁରା ଲାଷ୍ଟ ପର୍ଯ୍ୟନ୍ତ ନେଇଯିବ, ରାଇଟ୍? ତାପରେ -1ର ଅର୍ଥ ସେ କ'ଣ କରିବ? ରାଇଟ୍ ରୁ ଲେଫ୍ଟ ପ୍ରିଣ୍ଟ କରିବ। ତ ମୁଁ ଯଦି ଏସ୍ ଅଫ୍ ::-1 ଲେଖେ ତାହେଲେ ମୋର ଏ ବି ସି ଡି ଇ ଏଫ୍ ଜି ଟା ଉଲ୍ଟିଆ ହେଇଯିବ। ଜି ଏଫ୍ ଇ ଡି ସି ବି ଏ, ଜି ଏଫ୍ ଇ ଡି ସି ବି ଏ ପରଫେକ୍ଟଲି କାମ କଲା। ତ ଏମିତି ଆମେ ସ୍ଲାଇସ୍ ଅପରେଟରକୁ ୟୁଜ୍ କରିପାରିବା। Thanks for watching this video.